ଭକ୍ତି ତରଙ୍ଗର ଏଇ ଆବାସୀ ସତ୍ସଙ୍ଗର ପରିଚାଳକ ସପ୍ରତି ଜ୍ୟୋତିକ ବିଜୟ ଆଚାର୍ଯ୍ୟ ଦା ଏବଂ ଆୟୋଜକ ମୁଖ୍ୟ ଆୟୋଜକ ହୃଦାନନ୍ଦ ଦା ଏବଂ ଉପସ୍ଥିତ ସମସ୍ତ ଭୂତ ପାଞ୍ଜାଧାରୀ ରୀତିକ ମଣ୍ଡଳୀ, ଅଧ୍ୟକ୍ଷ ମଣ୍ଡଳୀ, ଯାଜକ ମଣ୍ଡଳୀ ତଥା ଉପସ୍ଥିତ ସମସ୍ତ ଗୁରୁ ଭାଇ ଗୁରୁ ମାତା କୁନି କୁନି ପିଲାଏ ସମସ୍ତଙ୍କୁ ଯଥାରୀତି ମାନ ଏବଂ ଜୟକୁ ଜଣାଏ। ସୁନ୍ଦର ଭାବରେ ଦାଦାଙ୍କର ପରିଚାଳନା, ସୁନ୍ଦର ଭାବରେ ଭଜନ କୀର୍ତ୍ତନ ଅତ୍ୟନ୍ତ ଉଚ୍ଚ କୋଟିର ଥିଲା। ଆଜିର এই ଭକ୍ତି ତରଙ୍ଗରେ କିଛି ଆଲୋଚନା ରଖିବା ପାଇଁ ମୋତେ ଫୋନ କରିଥିଲେ ଆମର ସସ୍ମିତା ଶର୍ମା। ଆଗରୁ ଦିନେ ଫୋନ କରିଥିଲେ, କିନ୍ତୁ ମନ୍ଦିର ସତ୍ସଙ୍ଗ ବିହାର ସମ୍ବଲପୁରର ପରିଚାଳକ ଦାୟିତ୍ୱ ନେଲା ପରେ ତାର ଦାୟିତ୍ୱ ପାଇଁ ମୁଁ ସେଦିନ ଆଉ ଫୋନ ଉଠେଇ ପାରିଲିନି। ମୁଁ ଜାଣିଲି ଦାଦା ମା ଫୋନ କରୁଛନ୍ତି, ସେଥିପାଇଁ ଯାହା ହଉ ଉତ୍ସବ ଥିଲା, ସେଥିପାଇଁ ବହୁତ ବ୍ୟସ୍ତ ଭିତରେ ମୁଁ ଆଉ ଉଠେଇ ପାରିନଥିଲି। ଯାହା ହଉ ପରମ ପିତାଙ୍କର ଆଶୀର୍ବାଦ, ବିଶ୍ୱଦାଚାର୍ଯ୍ୟ ଦା ପୁରା ସୁନ୍ଦର ଭାବରେ ପରିଚାଳନା କରି ଚାଲିଛନ୍ତି। ମାନେ ବହୁତ ଭଲ ଉଚ୍ଚ କୋଟିର ଯାଜନ ବି କରନ୍ତି। ବାହାରେ ବହୁତ ଜୋରେ ବର୍ଷା। ଆଜିର ଯୋଉ ବିଷୟବସ୍ତୁ ରଖା ହେଇଛି ଗୁରୁମୁଖୀ ଜୀବନ ଉପରେ, ତେଣୁ ବାସ୍ତବିକ ମୁଁ ପ୍ରଥମେ କହିବାକୁ ଚାହେଁ ଯେ ଗୁରୁ କିଏ ଆମକୁ ବୁଝିବାକୁ ପଡ଼ିବ। ଯେପର୍ଯ୍ୟନ୍ତ ଆମେ ଗୁରୁ ବୋଲି କିଏ ନ ବୁଝୁ, ତେଣୁ ଗୁରୁମୁଖୀ ହେଇପାରୁନା। ଅନେକ ସମୟରେ ଦ୍ୱନ୍ଦ୍ୱ ଆସେ ମନ ଭିତରେ ଯେ ବାସ୍ତବିକ ଯେ ଗୁରୁ ଜୀବନରେ ଆବଶ୍ୟକତା ଅଛି କି ନାହିଁ। ଆଉ ଆଜିର ଯୋଉ ମଡର୍ଣ୍ଣ ସୋସାଇଟିର ଯୋଉ ଜେନ୍-ଜି ସୋସାଇଟି, ଜେନେରେସନ୍ ଜି, ଯେଉଁମାନେ କି 97ରୁ 2012 ଭିତରେ ଜନ୍ମ ନେଇଥିବା ୟୁଥ୍ ମାସ୍, ଏମାନଙ୍କ ପାଇଁ ଗୁରୁ ହେଉଛି ଗୁଗୁଲ କି ଚାଟ୍ ଜିପିଟି କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଏ ହେଉଛି ସେମାନଙ୍କର ଗୁରୁ। ସେମାନେ ଗୁରୁର ଭୂମିକା ବା ଗୁରୁ କ'ଣ, ସେଇ ଜିନିଷ ଜାଣିବା ପାଇଁ ସେମାନେ ନାରାଜ। ସେ ଚାହାନ୍ତିନି, ସେ ବିଷୟରେ କିଛି ଜାଣିବା ପାଇଁ ମଧ୍ୟ ଚାହାନ୍ତି। ତେଣୁ ଏ ଯୋଉ ଗୁରୁ ମୁଖୀ ହବା ପାଇଁ ହେଲେ ପ୍ରଥମେ ଗୁରୁ କ'ଣ ଜାଣିବାକୁ ପଡ଼ିବ। ଦେଖନ୍ତୁ, ଗୁରୁ ହଉଛନ୍ତି ଯିଏକି, ଯାହା ଆମେ ସମସ୍ତେ ଜାଣିଛେ, ଯେ ଯିଏ ଆମକୁ ଅଜ୍ଞାନତା ଭିତରୁ, ମାନେ ଜ୍ଞାନର ଅଜ୍ଞାନତା ଭିତରୁ ଆଲୋକ ଆଡ଼କୁ ନେଇଯାଆନ୍ତି। ଗୁ ମାନେ ଡାର୍କନେସ୍, ଆଉ ରୁ ମାନେ ଯିଏ ରିମୁଭ୍ କରନ୍ତି, ଅନ୍ଧାର ଯିଏ ଦୂର କରନ୍ତି ବା ଇଗ୍ନୋରାନ୍ସ ଯିଏ ଦୂର କରନ୍ତି, ସେ ହେଉଛନ୍ତି ଗୁରୁ। ତେବେ ଆମେ ଗୁରୁ ପୂର୍ଣ୍ଣିମା ଆସିଲେ କି ଗୁରୁ ଉତ୍ସବ ହେଲେ କି ଆମେ ଗୁରୁ ଦିବସ ହେଲେ ଆମେ ସ୍କୁଲରେ ଥିବା ସାର୍ ବା କଲେଜରେ ଥିବା ସାର୍ ମାନଙ୍କୁ ଗୁରୁ ବୋଲି ଭାବୁ। ଆମର ଠାକୁର ଯାହା କହୁଥିଲେ ଯେ ମଣିଷ ଦୁଇଟା ଜିନିଷରେ ତିଆରି, ଗୋଟେ ହେଉଛି ସତ୍ତା ଓ ଅସ୍ତିତ୍ୱ। ଏ ଅସ୍ତିତ୍ୱକୁ ଆମେ ସତ୍ତାରେ ବଞ୍ଚି ରହୁ, ଅସ୍ତିତ୍ୱରେ ବୃଦ୍ଧି ପାଉ। ଏ ଅସ୍ତିତ୍ୱକୁ ବଜାୟ ରଖିବା ପାଇଁ, ସତ୍ତାରେ ତ ବଞ୍ଚି ରହୁ, କିନ୍ତୁ ଅସ୍ତିତ୍ୱକୁ ବଜାୟ ରଖିବା ପାଇଁ ଆମକୁ ଖାଦ୍ୟ, ବାସଗୃହ ସବୁ କିଛିର ଆବଶ୍ୟକ ପଡ଼େ। ତେଣୁ ତା ପାଇଁ ଯିଏ ଦରକାର, ଯୋଉ ଜିନିଷ ଦରକାର ପଡ଼େ, ତା ପାଇଁ ଯୋଉ ଜ୍ଞାନ ଦରକାର ପଡ଼େ, ଯୋଉ ଆମକୁ ନଲେଜ ବା ଜ୍ଞାନର ଆବଶ୍ୟକ ପଡ଼େ, ସେ ତାକୁ ଯିଏ ଦିଅନ୍ତି ସେମାନେ ଗୋଟେ ପ୍ରକାର ଗୁରୁ ବା ସେମାନଙ୍କୁ ଆମେ ଶିକ୍ଷକ ବୋଲି କହୁ। କିନ୍ତୁ ମଣିଷ ଭିତରେ ଯୋଉ ଆତ୍ମିକ ଚେତନାଟାକୁ ଜାଗ୍ରତ କରିବା ପାଇଁ
ଯେଉଁ ଜିନିଷର ଆବଶ୍ୟକ ଯୋଗେଇ ଦିଅନ୍ତି ସିଏ ହେଉଛନ୍ତି ସ୍ପିରିଚୁଆଲ ଗୁରୁ ବା ଆଧ୍ୟାତ୍ମିକ ଗୁରୁ। ଆଉ ଏଇ ଯୋଉ ସ୍କୁଲ ଶିକ୍ଷକ ଏମାନେ ଭୌତିକ ଗୁରୁ, ଫିଜିକାଲ ଟିଚର୍ସ ବା ମାନେ ଫିଜିକାଲି ଟିଚର୍ସ, ଆମ ଫିଜିକାଲ ପାଇଁ ଭୌତିକ ଗୁରୁ। ଆଧ୍ୟାତ୍ମିକ ଗୁରୁ ଯିଏ ଆମର ଆଧ୍ୟାତ୍ମିକ ଚେତନାଟାକୁ ଜାଗ୍ରତ କରିଦିଅନ୍ତି। ତେଣୁ ଯୋଉ ସାଧନାର ପଥ ହଉଛି ଏ ଶାରୀରିକ ଅବସ୍ଥାରୁ ଆତ୍ମିକ ଅବସ୍ଥାକୁ ଯାତ୍ରା କରିବା ପାଇଁ। ମୋ ଶରୀର ଭିତରେ ଯୋଉ ଆତ୍ମାର ଉପସ୍ଥିତି ଅଛି, ଆତ୍ମାକୁ ବୁଝିବା ପାଇଁ ଯୋଉ ଯାତ୍ରା, ଏଇ ଯୋଉ ବିରାଟ ଯାତ୍ରା, ସେ ଯାତ୍ରା ପାଇଁ ଯୋଉ ସାଧନା ଦରକାର, ସେ ସାଧନା ପାଇଁ ପ୍ରଥମେ ଗୁରୁ ଦରକାର। ମୁଁ ଗୋଟେ ଶରୀର ବୋଲିକି ମୁଁ ବୁଝେ, କିନ୍ତୁ ମୁଁ ଗୋଟେ ଯେତେବେଳେ ଆତ୍ମା ବୁଝିବା ପାଇଁ ହେଲେ, ମୋ ଭିତରେ ଥିବା ଆତ୍ମିକ ଚେତନାକୁ ଜାଗ୍ରତ କରିବା ପାଇଁ ହେଲେ ଯୋଉ ସାଧନାର ଆବଶ୍ୟକ ପଡେ, ଆଉ ଯିଏ ସାଧନାର ସହାୟକ ହୁଅନ୍ତି ସିଏ ହଉଛନ୍ତି ଆଧ୍ୟାତ୍ମିକ ଗୁରୁ। ତେଣୁ ଏଇ ଆଧ୍ୟାତ୍ମିକ ଗୁରୁ ମଣିଷକୁ ଏଇ ଶାରୀରିକ ଚେତନାରୁ ଆଧ୍ୟାତ୍ମିକ ଚେତନା ଆଡକୁ ମଣିଷକୁ ନେଇଯାଆନ୍ତି। ତେଣୁ ସେଇ କାମ ଯୋଉ ମଡର୍ନ ଆଜିର ଯୋଉ ପିଲାମାନଙ୍କ ପାଇଁ ଯୋଉଟା ଛିଡା ହେଇଛି ତାଙ୍କ ଆଗରେ, ଯେ ଗୁଗୁଲ, ଚାଟ୍ ଜିପିଟି ଏଇ ସବୁ ଦ୍ଵାରା ଯୋଉ ଆମେ ଜ୍ଞାନ ପାଇପାରିବା, ସେଇଟା ଆଉ ସମ୍ଭବ। ସେ ଗୁଗୁଲ ଆମକୁ ସେଇ ଶାରୀରିକ ଚେତନାରୁ ଆଧ୍ୟାତ୍ମିକ ଚେତନାକୁ ସେ ନେଇପାରିବ। ତେଣୁ ଏଇ ଶାରୀରିକ ଚେତନାରୁ ଯୋଉ ଆଧ୍ୟାତ୍ମିକ ଚେତନାର ଯୋଉ ବିରାଟ ଯାତ୍ରା, ସେଇ ଯାତ୍ରାର ଯିଏ ମୂଳ ସାକ୍ଷୀ ଥାନ୍ତି ସିଏ ହଉଛନ୍ତି ସିଏ ହଉଛନ୍ତି ଗୁରୁ। ମାନେ ଶାରୀରିକ ଚେତନାରୁ ଆଧ୍ୟାତ୍ମିକ ଚେତନା ଆଡକୁ ଯିଏ ନେଇଯାଆନ୍ତି ସିଏ ହଉଛନ୍ତି ଗୁରୁ। ଆଉ ଏଇ ଯୋଉ ସ୍ପିରିଚୁଆଲ ଗୁରୁ, ଏଇ ସ୍ପିରିଚୁଆଲ ଗୁରୁ ଦି ପ୍ରକାର ଥାନ୍ତି। ଗୋଟେ ହଉଛନ୍ତି ଇଷ୍ଟ ଗୁରୁ, ଆଉ ଜଣେ ହଉଛନ୍ତି ସିଦ୍ଧ ଗୁରୁ। ତେଣୁ ସିଦ୍ଧ ଗୁରୁ ମାନେ ଯୋଉମାନେ ଏଇ ଯୋଉ ସ୍ପିରିଚୁଆଲ ଗୁରୁ ଦି ପ୍ରକାର ଥାନ୍ତି, ଇଷ୍ଟ ଗୁରୁ ଆଉ ସିଦ୍ଧ ଗୁରୁ। ଯୋଉମାନେ ସାଧନା କରିକି ବିଭିନ୍ନ ପ୍ରକାର ଧ୍ୟାନ ଧାରଣା କି ବିଭିନ୍ନ ପ୍ରକାର ସାଧନା, ଆଧ୍ୟାତ୍ମିକ ସାଧନା କରିକି ଯୋଉମାନେ ଯୋଗ କରିକି ସାଧିକି ଯିଏ ସାଧନା କରନ୍ତି ସେ ସାଧୁ ହେଇଯାଆନ୍ତି, ସେଇ ସାଧୁ ମାନଙ୍କୁ ଆମେ ଗୁରୁ ବୋଲି କହୁ। ତ ସେଥିପାଇଁ କୁହାଯାଇଛି ଦ ଇଷ୍ଟ ଗୁରୁ ମନ୍ତ୍ର ସିଦ୍ଧ, ଇଷ୍ଟ ଗୁରୁ ଜନ୍ମ ସିଦ୍ଧ ମନ୍ତ୍ର ପ୍ରତୀକ ତିନି, ସିଦ୍ଧ ଗୁରୁ ତାକାଇ ବୋଲେ ସାଧନା ସିଦ୍ଧ ଯିନି। ଯେ ସାଧନା କରିକି ସିଦ୍ଧି ଲାଭ କରନ୍ତି ସେଇମାନେ ହଉଛନ୍ତି ସିଦ୍ଧ ଗୁରୁ। ମୁଁ ଯେତେବେଳେ ନାସିକର ସାଇବାବାଙ୍କ ଆଶ୍ରମକୁ ଯାଇଥିଲି, ସେଠି ଲେଖା ଥିଲା ଯେ ସିଦ୍ଧ ଗୁରୁ ବୋଲି। ତାମାନେ ସେ ସାଧନା କରିକି ସିଦ୍ଧି ଲାଭ କରିଛନ୍ତି। ଅନେକ ସିଦ୍ଧ ଗୁରୁ ଅନେକ ଥାନ୍ତି, କିନ୍ତୁ ସେମାନେ ମନ୍ତ୍ରର ପ୍ରତୀକ ନୁହନ୍ତି। କାରଣ ମନ୍ତ୍ର କେବଳ ଇଷ୍ଟ ଗୁରୁ ଦେଇପାରନ୍ତି, ଅନ୍ୟମାନେ ଦଉଛନ୍ତି କିନ୍ତୁ ସେମାନେ ସେ ମନ୍ତ୍ରର ପ୍ରତୀକ ନୁହନ୍ତି, କାରଣ ମନ୍ତ୍ର ଦେବାର ଅଧିକାର ତାଙ୍କର ନାହିଁ। କାରଣ ସେମାନେ ସାଧନା କରିକି କୌଣସି କିଏ ବିଜନେସ ମ୍ୟାନ ହଉ କି କିଛି ଯେମିତି ଜଣେ ସୁନା ବେପାରୀ ଜଣେ ଗୁରୁ ହେଇଗଲେ, ସେ ବି ଗୋଟେ ସଂସ୍ଥା କଲେ। ତ ଯେମିତି ଅନେକ ଗୁରୁଙ୍କୁ ଦେଖିବେ ତାଙ୍କର ଜୀବନ ଧାରଣାକୁ ସେମାନେ କିଛି ନା କିଛି ପ୍ରଫେସନ ଲାଇଫରେ ଥିଲେ, ଯୋଉ ପ୍ରଫେସନରୁ ସେମାନେ ଆସିକି ଗୁରୁ ହେଇଛନ୍ତି, ସେ ହଉଛନ୍ତି ସିଦ୍ଧ ଗୁରୁ। ତ ଠାକୁର ହଉଛନ୍ତି ଇଷ୍ଟ ଗୁରୁ। ଇଷ୍ଟ ଯିଏ ଗୁରୁ ସିଏ। ଇଷ୍ଟ ମାନେ ହଉଛି ମଙ୍ଗଳ। ତେଣୁ ସେ ମଙ୍ଗଳକୁ ଜୀବନରେ ଧରିବା, ଇଷ୍ଟ ଗୁରୁଙ୍କୁ ଜୀବନରେ ଧରିବା ଏବଂ ଇଷ୍ଟମୁଖୀ ଜୀବନ ଯାପନ କରିବା ବା ଗୁରୁମୁଖୀ ଜୀବନ ଯାପନ କରିବା ମଣିଷ ସାଧନାର ଏକ ମୂଳଦୁଆ। ତେଣୁ ଏଇ ଯୋଉ ଗୁରୁଙ୍କୁ ମଣିଷ ଯେତେବେଳେ ଜୀବନରେ ଗ୍ରହଣ କରେ, ଯୋଉ ଜେନ୍ ବା ମଡର୍ନ ସୋସାଇଟିର ଅନେକ ଲୋକ କିଛି ବୁଝିବା ପାଇଁ ନାରାଜ ଥାନ୍ତି, ଇଏ ମଣିଷର ଯୋଉ ଆନ୍ତରିକ ସାଧନା ବା ଇନର ଷ୍ଟାବିଲିଟି ବା ଅନ୍ତର ସ୍ଥିରତା, ଯୋଉଟା ଷ୍ଟାବିଲିଟିଟାକୁ ପଢାଏ।
କାରଣ ଆପଣ ଦେଖିବେ ଏଇ ସେଇ ଜେନ୍ ଜି ଗ୍ରୁପରୁ ବହୁତ ପିଲା ସୁଇସାଇଡ୍ କରୁଛନ୍ତି, କାରଣ ତାଙ୍କୁ ଇମିଡିଏଟଲି ସବୁ ଜିନିଷ ଦରକାର। ଯେମିତି ଗୁଗୁଲରେ ଖୋଜିଦେଲେ ସବୁ ମିଳିଯାଉଛି ଇନଫର୍ମେସନ, ସେମିତି ସେ ଚାହୁଁଛନ୍ତି ସବୁ ଜିନିଷ ଗୁଡାକ ସାଙ୍ଗେ ସାଙ୍ଗେ ତାକୁ ପ୍ରାପ୍ତ ହେଇଯିବା କଥା। ଯେତେବେଳେ ନ ହଉଛି ସେମାନେ ହତୋତ୍ସାର ହେଇକି ସେ ଅନେକ ସମୟରେ ଏ, ମାନେ ସୁଇସାଇଡ୍ ବି ମଧ୍ୟ କରୁଛନ୍ତି। ତେଣୁ ସେଇଟା ହଉଛି ସେମାନଙ୍କର ଇନର ଷ୍ଟାବିଲିଟିଟା ରହୁନି। ତେଣୁ ଜୀବନରେ ଯଦି ଗୁରୁ ଥାଆନ୍ତି ତ ଇନର ଷ୍ଟାବିଲିଟିଟା ସ୍ଥିର ହେଇକି ରହେ। ଆଉ ଅନେକ ବଡ଼ ବଡ଼ ଅଫିସର ଅଛନ୍ତି ଯେଉଁମାନେ ମୋଷ୍ଟ କରପସନ୍ କରନ୍ତି, ଆଉ ବହୁତ ଅନ୍ୟାୟ ଅନୀତି କରନ୍ତି, କର୍ତ୍ତବ୍ୟର ଠିକ ଭାବରେ ସମ୍ପାଦନ କରନ୍ତିନି, କାରଣ ତାଙ୍କ ପାଖରେ ମୋରାଲ ଷ୍ଟାବିଲିଟି ନଥାଏ, ମୋରାଲ ଡିରେକ୍ସନ ନଥାଏ। କାହିଁକି? ପାଠ ପଢିକି ସେମାନେ ଦକ୍ଷ ହେଇ ଉଠିଥାଇ ପାରନ୍ତି, ପାଠ ପଢିକି ବହୁତ ବଡ ମଣିଷ ହେଇଥାଇ ପାରନ୍ତି, ବହୁତ ବଡ ସ୍କୁଲରେ ମାନେ ଟପ୍ କରୁଥିବା ପିଲା ଯେତେବେଳେ ଆଇଏସ୍ ହେଇକି ଓଏସ୍ ହେଇଯାଏ, ସେ ପୁଣି କରପସନ କରିକି ଆରେଷ୍ଟ ହେଇଯାଏ। ତ କଥା ହଉଛି କଣ, ତାର ଯୋଉ ଏଥିକାଲ ଭ୍ୟାଲ୍ୟୁଟା ଡେଭଲପ ହୁଏ ନା, କାରଣ ଜୀବନରେ ତ ଗୁରୁ ନଥାନ୍ତି, ତାଙ୍କ ଜୀବନରେ ଏଥିକ୍ସର କିଛି ମାନେ ରହେ ନା। ତ ଏଥିକାଲ ଡେଷ୍ଟ୍ରକ୍ସନ ଯୋଉ ହଉଛି ସେ ଗୁରୁମୁଖୀ ନ ହବାରୁ ବା ଗୁରୁମୁଖୀ ହେଇକି ଜୀବନଟା ନ ବିତେଇବାରୁ ସେମାନଙ୍କ ଭିତରେ ଯୋଉ ମୋରାଲ ଏଥିକ୍ସଟା ନଷ୍ଟ ହେଇଯାଏ। ଆଉ ଅନେକ ସମୟରେ ଏଇ ଯୋଉ ସୁଇସାଇଡାଲ ପ୍ରୋବ୍ଲେମ ଆସୁଛି ବା ମାନେ ଡିପ୍ରେସନ ହଉଛନ୍ତି, ଅନେକ ବହୁତ ୟଙ୍ଗ ମାସ ଡିପ୍ରେସନରେ ଅଛନ୍ତି, ତାଙ୍କ ଭିତରେ ଆନଜାଇଟି ଅଛି। ଦ୍ୟାଟ୍ ଇଜ ଦ ମୋର ପ୍ରୋବ୍ଲେମ ହଉଛି ସେମାନଙ୍କର ଇମୋସନାଲ ଇମ୍ବାଲାନ୍ସ ଥାଏ। ଇମୋସନାଲ ମାନେ ଆମର ଇମୋସନାଲ ଇଜ ଏ ଷ୍ଟେଟ୍ ଅଫ ଦ ମାଇଣ୍ଡ। ଏ ମାଇଣ୍ଡର ଗୋଟେ ଷ୍ଟେଟ୍ ହଉଛି ଦ ଇମୋସନାଲ କୋସେଣ୍ଟ, ଯୋଉ ମାଇଣ୍ଡ ପାଇଁ ଆମେ ଛୋଟ ଛୋଟ ଘଟଣାରେ ଅତ୍ୟନ୍ତ ବ୍ୟସ୍ତ ହେଇ ପଡୁ। କାରି ନିଜର ନିକଟ ସମ୍ପର୍କୀୟଙ୍କର ଦେହାନ୍ତ ହେଇଗଲା, କି କିଛି ପଇସା ଚୋରି ହେଇଗଲା, କିଛି ଜିନିଷ ନଷ୍ଟ ହେଇଗଲା, ସେତେବେଳେ ଇମୋସନାଲି ଆମେ ଭାଙ୍ଗି ପଡୁ। କିନ୍ତୁ ଯଦି ଜୀବନରେ ଜଣେ ଯଦି ଗୁରୁମୁଖୀ ଜୀବନ ଥିବ, ସେ ତାର ଇମୋସନାଲ ବାଲାନ୍ସଟାକୁ ମେଣ୍ଟେନ କରିପାରିବ, କାରଣ ତା ଜୀବନରେ ଗୁରୁ ଅଛନ୍ତି। ଗୁରୁ ଥିଲେ କଣ ହବ, ସେ ତାମାନେ ଯାହା ଗୁରୁଙ୍କର ଇଚ୍ଛା ବୋଲି ଭାବିବ ବା ଯାହା ପରମ ପିତାଙ୍କର ଇଚ୍ଛା ବୋଲି ଭାବିବ, ଆଉ ତାଙ୍କ ଇଚ୍ଛା ବୋଲି ଭାବିବ ଏବଂ ତାଙ୍କୁ ପ୍ରଣାମ କରି ଯଦି ତାଙ୍କୁ ସମର୍ପିତ ହେଇକି ଜୀବନଟା ଜିତେଇ ଦିଏ, ତେଣୁ ସିଏ ଇମୋସନାଲି ସେ ଆଉ ଭାଙ୍ଗି ପଡିବନି, କି ତାର ଇନର ଷ୍ଟାବିଲିଟିଟା ୱିକ୍ ହେଇଯିବନି ଯଦି ତା ସାଙ୍ଗରେ ଜଣେ ଥାଆନ୍ତି। କାରଣ ମଣିଷ ଜୀବନରେ ଛୁଆ ପିଲା ଥିଲାବେଳେ 15-16 ବର୍ଷ ପର୍ଯ୍ୟନ୍ତ ସେ ସବୁବେଳେ ଭାବେ ଯେ ମୋ ବାପା ମା ମୋ ସାଙ୍ଗରେ ଅଛନ୍ତି, କିଛି ଅସୁବିଧା ହେଲେ ସେ ତା ବାପା ମାଙ୍କୁ ଜଣାଏ। କିନ୍ତୁ ବଡ ହେଇଗଲେ କାହାକୁ ଜଣେଇବ? ବହୁତ ସମୟରେ ଭାବେ ବାପା ମାଙ୍କୁ ଜଣେଇଲେ ବାପା ମା ଖରାପ ଭାବେ। ତେଣୁ ଜୀବନରେ ଗୋଟେ ଗୁରୁ ଦରକାର, ଯାହାଙ୍କୁ ତାର ଜୀବନର ସମସ୍ତ ଦୁଃଖ ଯାତନା ଆନନ୍ଦ ସବୁ କିଛି ତାଙ୍କ ସହିତ ସିଏ ସେୟାର କରିପାରିବ, ଯାହା ଫଳରେ ତାର ଇନର ଷ୍ଟାବିଲିଟିଟା ମେଣ୍ଟେନ ରହିବ, ତାର ମୋରାଲ ଷ୍ଟାବିଲିଟି ଏବଂ ତାର ଇମୋସନାଲ କୋସେଣ୍ଟଟା ଠିକ ଭାବରେ ସେ ମେଣ୍ଟେନ କରିପାରିବ। ଏଇ ଗୁରୁ ନଥିଲେ କଣ ହୁଏ, ଜୀବନଟା ଡିରେକ୍ସନଲେସ୍ ହେଇଯାଏ, ଦିଗହୀନ ହେଇଯାଏ। ତେଣୁ ଗୁରୁମୁଖୀ ଜୀବନ ଥିବା ମଣିଷଟା ତାର ଚାରିତ୍ରିକ ସ୍ଫଳନ ମଧ୍ୟ ହୁଏ। ଦ କ୍ୟାରେକ୍ଟରାଲ ଟ୍ରାନ୍ସଫର୍ମେସନ ତା ଜୀବନରେ ଅନେକ ଭାବରେ ଦେଖାଯାଏ। ତାର ଜୀବନକୁ ସେ ସୁନ୍ଦର ଭାବରେ ତାର ଚରିତ୍ରକୁ, ତାର ବ୍ୟବହାର ଚଳନୀ ଚରିତ୍ର ସବୁ କିଛିକୁ ସିଏ ସଜାଡି ଦିଏ ଗୁରୁଙ୍କ ଅଇନାରେ। ଗୁରୁଙ୍କୁ ଗୁରୁଙ୍କୁ ନିଜର ମାନେ ପାଥ ଫାଇଣ୍ଡର ହିସାବରେ ସେ ଧରିକି ସେ ତା ଜୀବନଟାକୁ ସୁଧାରି ପାରେ, ତାର ଚରିତ୍ର ଚଳନୀ ସବୁ କିଛିକୁ ସେ ପରିବର୍ତ୍ତନ କରିପାରେ। ଯୋଉଟା ଆଜି ଜେନ୍ ଜି ପାଖରେ ବହୁତ ଲୋକ ପିଲା ମାନୁନାହାନ୍ତି, ସେମାନେ ବହୁତ ଲେଟରେ ଉଠୁଛନ୍ତି, କଥା ମାନୁନାହାନ୍ତି, ସେମାନେ ଖାଲି ମାନେ ବାପା ମାଙ୍କୁ ବିରୋଧ କରୁଛନ୍ତି, ସୋସାଇଟି ସିଷ୍ଟମ ସବୁ କିଛିକୁ ବିରୋଧ କରୁଛନ୍ତି। ୟାର ମୂଳ କାରଣ ହଉଛି ତାଙ୍କ ଜୀବନରେ ଜଣେ ଗୁରୁ ନାହାନ୍ତି, ଗୁରୁମୁଖୀ ଜୀବନ ନାହିଁ। ଯଦି ଜୀବନରେ ଗୁରୁମୁଖୀ ଜୀବନ ଥାନ୍ତା, ତାହେଲେ ସେମାନେ ଏଇ ଚରିତ୍ରବାନ ହେଇ ଉଠନ୍ତେ ଏବଂ ସେମାନଙ୍କର ଯୋଉ ମାନେ ଦେ ୱିଲ୍ ବି ସେମାନେ ମେଟେରିଆଲ ସକ୍ସେସ ଠାରୁ
ଇନର ପିସ୍ଟାକୁ ମୋର ପ୍ରାୟୋରିଟି ଦିଅନ୍ତେ ଆଉ ଜୀବନରେ ସ୍ପିରିଚୁଆଲ ପର୍ପୋଜଟା ଆଧ୍ୟାତ୍ମିକତାର ମୂଳ ଭିତ୍ତିଟାକୁ ସେମାନେ ବୁଝିପାରନ୍ତେ ଦ ପର୍ପୋଜ ଅଫ୍ ଲାଇଫ୍ ସେ ଠିକ ଭାବରେ ବୁଝିପାରନ୍ତେ ଦ ଭର୍ଚୁଆଲ ମାନେ ମଣିଷ ଯୋଉ ଡିପ୍ରେସନ ହଉଛି ତାର ମୂଳ କାରଣ ହଉଛି ସେ ନିଜକୁ ଏକା ଭାବୁଛି ତେଣୁ ଯେତେବେଳେ ମଣିଷ ଗୁରୁମୁଖୀ ଜୀବନ ଯାପନ କରେ ଗୁରୁଙ୍କୁ ଯେତେବେଳେ ତା ଜୀବନରେ ଗୁରୁମୁଖୀ ଜୀବନ ଯାପନ କରେ ସେତେବେଳେ ସେ ନିଜକୁ ଏକା ଭାବେନି ସେତେବେଳେ ସିଏ ନିଜକୁ ଏକା ଭାବେନି ତା ସାଙ୍ଗରେ ଗୁରୁ ଅଛନ୍ତି ସେଇ କଥା ସେ ଭାବେ ତେଣୁ ତା ଭିତରେ ସେ ଯୋଉ ଷ୍ଟ୍ରେସ୍ ଆସେ ଷ୍ଟ୍ରେସ୍ ମାନେ ତାର ସାମର୍ଥ୍ୟ ଠାରୁ ସେ ବେଶୀ କାମ କରିବା ପାଇଁ ଚାହେଁ ମଣିଷ ତା ସାମର୍ଥ୍ୟ ଠାରୁ ବେଶୀ କାମ କରିବା ପାଇଁ ଚାହେଁ ଏବଂ ଏବେ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଏଇ ସାମର୍ଥ୍ୟରୁ ବେଶୀ କାମ କରିବାର ଇଚ୍ଛାଟାର ମୂଳ କାରଣ ହଉଛି ଷ୍ଟ୍ରେସ୍ ଆଉ ଷ୍ଟ୍ରେସର ମୂଳ କାରଣ ଷ୍ଟ୍ରେସ୍ ହଉଛି ମୂଳ କାରଣ ଆଜିର ଯୋଉ କମନ ଦିଟା ଡିଜିଜ୍ ଅଛି ଯୋଉଟା ଡାଇବେଟିସ୍ ଆଉ ବ୍ଲଡ ପ୍ରେସର ସେ ଦିଟାର ମୂଳ କାରଣ ହଉଛି ଏକ୍ସେସ୍ ଷ୍ଟ୍ରେସ୍ ଆଣ୍ଡ ଡିପ୍ରେସନ ମଣିଷ ଏକ୍ସେସିଭ ଷ୍ଟ୍ରେସରେ ରହିଲେ ସେ ଧୀରେ ଧୀରେ ଡିପ୍ରେସନକୁ ପଳେଇବ ଆଉ ତାର ଏଇ ଯୋଉ ଇମୋସନାଲ ଲୋନଲିନେସଟା ତାର ତା ଭିତରେ ଏକା ନିସଙ୍ଗତାର ତା ଭିତରେ ବେଶୀ ଯେତେବେଳେ ଡେଭଲପ ହେଇଯିବ ସେତେବେଳେ ସେ କଣ କରିବ ସିଏ ଜୀବନରେ ଅନେକ ଭୁଲ ପଦକ୍ଷେପ ନେଇଯିବ ତେଣୁ ଜୀବନ ଯଦି ଗୁରୁମୁଖୀ ନ ରହେ ତେଣୁ ଯଦି ସ୍ପିରିଚୁଆଲ ୱିଜଡମ ତା ପାଖରେ ନ ରହେ ତେଣୁ ଏଇ ସ୍ପିରିଚୁଆଲ ୱିଜଡମର ଡେଫିସିଏନ୍ସିରେ ସେ ଆଜିର ପିଲାମାନେ ବା ଆଜିର ସମାଜ ଭାବୁଛି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ସେ ସବୁ କିଛି ଶିଖିଯିବ କିନ୍ତୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସବୁ କିଛି ତ ଶିଖିବାକୁ ମିଳିବନି କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମ ମଣିଷକୁ ଅନେକ ଡିପ୍ରେସନ ଭିତରକୁ ନେଇଯାଉଛି ଆଉ ଷ୍ଟ୍ରେସର ମୂଳ କାରଣ ଆମେ ଅନେକ ସମୟରେ ବହୁତ ଅଚିହ୍ନା ମଣିଷଟା ଯେତେବେଳେ ଖୁସିରେ ନାଚୁଛି ଦେଖି ଦଉଛୁ ସେତେବେଳେ ଆମକୁ ଧୀରେ ଧୀରେ ଆମ ଭିତରେ କଷ୍ଟ ହଉଛି କାରଣ ଆମେ କାହାରି ସୁଖ ଦେଖି ପାରୁନା କାରଣ ଆମେ ଠାକୁରଙ୍କର ଯାହା କହୁଥିଲେ ଯେ ଠାକୁର କହୁଥିଲେ ଯେ ସତା ମାନେ ସତା ସତ୍ସଙ୍ଗୀ ସିଏ ଯିଏ ଅନ୍ୟର ସୁଖରେ ସୁଖୀ ହୁଏ ଆଉ ଅନ୍ୟର ଦୁଃଖରେ ଦୁଃଖୀ ହୁଏ ଆମେ କିନ୍ତୁ ଠିକ ଓଲଟାଟା ବିହେଭିୟର ଦେଖୁ କେହି ଖୁସି ହେଇଗଲେ କେହି ପଡା ପଡୋଶୀ ଖୁସି ହେଇଗଲେ ଆମକୁ ଦୁଃଖ ଲାଗେ ଆମେ ସେମାନଙ୍କର ଅସୁବିଧାରେ ଆମକୁ ଆନନ୍ଦ ଲାଗେ ତେଣୁ ଏଇ ଯୋଉ ଜିନିଷଟା ଅଛି ଏଇଥିରୁ ଆମକୁ ଅନୁମୟ ହୁଏ ଯେ ଜୀବନରେ ଆମକୁ ଗୁରୁଙ୍କର ଆବଶ୍ୟକତା ଗୁରୁଙ୍କ ପ୍ରତି ଯେତେବେଳେ ମାନେ ବିଶ୍ୱାସ ରହେ ତେଣୁ ଆପଣମାନଙ୍କୁ ଯୋଉଟା ମୁଁ କହୁଥିଲି ଠାକୁର ଅନୁକୂଳ ଚନ୍ଦ୍ର ହଉଛନ୍ତି ଇଷ୍ଟ ଗୁରୁ କାରଣ ସେ କୌଣସି ସାଧନା କରିକି ଗୁରୁ ହେଇନାହାନ୍ତି ଇଷ୍ଟ ଗୁରୁ ସେ ହଉଛନ୍ତି ଜନ୍ମ ସିଦ୍ଧ ସେଥିପାଇଁ ତାଙ୍କ ଜୀବନରେ ଅନେକ ଅଲୌକିକତା ଦେଖାଯାଇଥିଲା ଅନେକ ଅଲୌକିକତା ଯାହା ସାଧାରଣତଃ ଅନେକ ମାନଙ୍କ ପାଖରେ ଦେଖାଯାଏନି ତାଙ୍କର ସବୁଠୁ ବଡ ଅଲୌକିକତା ଥିଲା ଯୋଉ 72 ଥର ଭାବ ସମାଧି ନେଇଥିଲେ ସେ ଭାବ ସମାଧି ସମୟରେ ସେ ଭାବ ସମାଧି ସମୟରେ ସେ ଅନେକ ସମୟରେ ଆ, ଆ, ମାନେ ତାଙ୍କୁ ଉ, ମାନେ ଲାଗୁଥିଲା ଯେ ମୃତବର୍ତ୍ତ ଅବସ୍ଥାରେ ତାଙ୍କ ଶରୀରରେ ମାନେ ବୋନଲେସ୍ ଭଳିଆ ବଡି ୱେଭ୍ ତରଙ୍ଗାୟିତ ହେଇକି ଗତି କରୁଥିଲା ଏବଂ ସ୍ପନ୍ଦନ ନଥିଲା ହୃଦସ୍ପନ୍ଦନ ବନ୍ଦ ଥାଏ ବ୍ଲଡ ସର୍କୁଲେସନ ପଲସେସ୍ ବନ୍ଦ ଥାଏ ଏଇଭଳି ଅବସ୍ଥାରେ ଆମେ ଜଣକୁ ଡେଡ ବଡି ବୋଲି କହୁ ବିଜ୍ଞାନ କଣ କହେ ଡେଡ ବଡି ବୋଲି କହେ ତେଣୁ ଏଇଭଳି ଅବସ୍ଥାରେ ସିଏ ତାଙ୍କ ମୁଖରୁ ଯୋଉ ନିଃସୃତ ବାଣୀ ଥିଲା ତାହା ମାନେ ପୁଣ୍ୟ ପୋଥିରେ ଆଜି ମଧ୍ୟ ଲିପିବଦ୍ଧ ହେଇକି ରହିଛି ଏବଂ ସେ ବାଣୀର ସବୁ ମାର୍ମିକଟାକୁ ଦେଖିଲେ ଲାଗେ ଏ ସୃଷ୍ଟିର ଅନେକ ତତ୍ତ୍ୱ ତା ଭିତରେ ଲୁଚି ଅଛି ତେଣୁ ଏ ସୃଷ୍ଟିର ତତ୍ତ୍ୱ ତାରି ଭିତରେ ତାହା ହଉଛି ତାରି ଭିତରେ ଲୁଚିକି ଅଛି ସେଥିପାଇଁ ଠାକୁର କହୁଥିଲେ ଦ ମିରାକିଲ ଇଜ ନଥିଙ୍ଗ ବଟ୍ ଇଜ ଦ ମିରେଜ ଅଫ ଇଗ୍ନୋରାନ୍ସ ଇଏ ହଉଛି ଅଜ୍ଞାନତାର ମରୀଚିକା ହଉଛି ଏଇ ଯୋଉ ମିରାକିଲ ବା ଯୋଉଟା ଆମେ କହୁଛୁ ଚମତ୍କାର ଯୋଉଟା ଆମେ ଦେଖୁଛୁ ସେ ମିରାକିଲ ହଉଛି ଦ ମିରେଜ ଅଫ ଇଗ୍ନୋରାନ୍ସ ତେଣୁ ଏଇ ଯୋଉ ମିରାକିଲ ସବୁ ଆମେ ବୁଝୁଛୁ ସେ ମିରାକିଲ ହଉଛି କାରଣ ଆମେ ଠାକୁରଙ୍କୁ ଯଦି ସର୍ବୋତ ଭାବରେ ଗ୍ରହଣ କରିକି ବୁଝି ଯାଉ ଗୁରୁମୁଖୀ ହେଇକି ଯଦି ଚାଲୁ ତେଣୁ ଗୁରୁମୁଖୀ ଚଳନ ଭିତରେ ଆମକୁ ଏଇ ମିରାକିଲ ଆଉ ମିରାକିଲ ଲାଗିବନି କାରଣ ସେ ତାଙ୍କର ବ୍ୟକ୍ତିଗତ ତାକୁ ଆମେ ଜାଣିପାରୁନୁ ବୋଲିକି ସେମିତି ଭାବୁଛୁ
କାରଣ ଆମେ ଆମଠାରୁ ଠାକୁରଙ୍କୁ ସାଧାରଣ ମଣିଷ ଭାବରେ ଯେତେବେଳେ ଆମେ ଭାବୁଛୁ ସେଇ ସମୟରେ ଆମକୁ ଏସବୁ ମିରାକିଲ ବି ଲାଗୁଛି, କିନ୍ତୁ ବାସ୍ତବରେ ସେ ସାଧାରଣ ମଣିଷ ଶାରୀରିକ ରୂପରେ ଆସିଥିଲେ ମଧ୍ୟ ତାଙ୍କ ଭିତରେ ସେଇ ଅଲୌକିକତା ଥିଲା, ଯୋଉ ଅଲୌକିକତା ତାଙ୍କର ଜୀବନୀକୁ ଅତ୍ୟନ୍ତ ଭାବରେ ସ୍ପର୍ଶ କରିଥିଲା। ସେ ଅତ୍ୟନ୍ତ ମାନେ ତାଙ୍କର ଯୋଉ ଦିଟା ଜୀବନ ଥିଲା, ଆ, ମାନେ ମାଇକ୍ରୋସ୍କୋପିକାଲି ଆଉ ମାକ୍ରୋସ୍କୋପିକାଲି, ସ୍ଥୂଳ ଶରୀର ଆଉ ସୂକ୍ଷ୍ମ ଶରୀର। ଏଇ ସୂକ୍ଷ୍ମ ଶରୀରରେ ସାରା ବିଶ୍ୱ ଦୁନିଆକୁ ସେ ଆଚ୍ଛାଦିତ କରିକି ରଖିଥିଲେ। ସେଥିପାଇଁ ସେ କହୁଥିଲେ ଦ କଲ୍ ଅଫ୍ ୟୁର ସାଉଣ୍ଡ ରିଚେସ୍ ଟୁ ମି ବିକଜ ଆଇ ଆମ୍ ଦ ସାଉଣ୍ଡ। ପୁଣି ସେଇଥିପାଇଁ ସେ କହୁଥିଲେ ଏ ଜିଅନ୍ତା ପୃଥିବୀଟା ହଉଛି ଶବ୍ଦର ଘନାୟିତ ରୂପ, ଯୋଉ ଶବ୍ଦକୁ ନେଇକି ସେ ତିଆରି କରିଥିଲେ ସେଇ ଯୋଉ ଶବ୍ଦ ବ୍ରହ୍ମ ବା ନାମ ତିଆରି କରିଥିଲେ। ଏ ନାମ ହଉଛି ଏକ ସ୍ପନ୍ଦନାତ୍ମକ ପ୍ରତିଛବି। ଏଇ ସ୍ପନ୍ଦନ ଯାହାକି ଆଦି ସ୍ପନ୍ଦନ ସହିତ ମଣିଷକୁ ଯୋଡ଼ି ଦିଏ, ତାହା କେବଳ ସେଇ ନାମୀ ପୁରୁଷ, ମାନେ ଯିଏକି ଇଷ୍ଟ ଗୁରୁ ଜନ୍ମ ସିଦ୍ଧ ମନ୍ତ୍ର ପ୍ରତୀକ ଥିଲେ, ସେ ହିଁ କେବଳ ମନ୍ତ୍ର ଦେଇପାରନ୍ତି। ଆଉ ସେଇ ମନ୍ତ୍ର ଦେଇଛନ୍ତି ଯାହା ମଣିଷ ଭିତରେ ତାର ମଣିଷ ଭିତରେ ଯୋଉ ଦୁଃଖ ଯାତନାର ସ୍ପନ୍ଦନ ଅଛି ତାକୁ ସ୍ତମିତ କରିକି ମଣିଷକୁ ଆନନ୍ଦ ଆଉ ଶାନ୍ତି ସୃଷ୍ଟି ଆଡକୁ ନେଇଯିବ, ତାହା ହଉଛି ମୂଳ ଜିନିଷ। ତେଣୁ ମଣିଷର ଚିନ୍ତା ଏବଂ ତାର କର୍ମର ଯୋଉ ପ୍ୟୁରିଫିକେସନ ଦରକାର, ତାହା କେବଳ ଏଇ ଗୁରୁମୁଖୀ ଚଳନ ଭିତରେ ହିଁ ସମ୍ଭବ ହେଇଥାଏ। ଏବଂ ତାର ଇନର ପିସ୍ ଏବଂ ଦ ଡିଭାଇନ କନସିୟସନେସ ଟାକୁ ସେ ଅନୁଭବ କରିପାରେ ବା ରିଏଲାଇଜ କରିପାରେ ବା ଏକ୍ସପିରିଏନ୍ସ କରିପାରେ, ଅନୁଭୂତ କରିପାରେ କେବଳ ଏଇ ଗୁରୁମୁଖୀ ଚଳନ ଭିତରେ। ତେଣୁ ତା ଭିତରେ ଯଦି ଗୁରୁଙ୍କ ପ୍ରତି ବିଶ୍ୱାସ ନ ଜାଗେ, ତାର ଗୁରୁମୁଖୀ ଚଳନୀରେ ସେ ଯାଇପାରେ ନା। ତେଣୁ ପ୍ରଥମେ ବୁଝିବାକୁ ପଡେ ଯେ ଗୁରୁ କିଏ ଆଉ କାହାକୁ ଆମେ ଗୁରୁ ହିସାବରେ ଆମେ ଜୀବନରେ ଗ୍ରହଣ କରିବୁ। ଯୋଉଠି ସହଜ ସୁବିଧା ହଉଛି ସେଇଠି ଗ୍ରହଣ କଲେ ହବ ନାହିଁ। ତେଣୁ ଠାକୁରଙ୍କର ବିଧାନ କଷ୍ଟ ବିଧାନ ହେଇପାରେ, କିନ୍ତୁ ସେ ହଉଛନ୍ତି ଜୀବନକୁ ବାସ୍ତବାୟିତ କରିବା ପାଇଁ ତାଙ୍କର ସେ ଚଳନ। ତେଣୁ ସେଥିପାଇଁ ଯୋଉ ପଞ୍ଚଧାରା ଦେଇଛନ୍ତି ଯଜଞ୍ଜାଳ ଇଷ୍ଟବତୀ ସ୍ୱସ୍ତିନ ସଦାଚାର, ଏଇ ପଞ୍ଚନୀତିର ଧାରା ହଉଛି ସେଇ ସାଧନାର ପଥ ଯାହା ମଣିଷକୁ ଶାରୀରିକ ସ୍ତରରୁ ତାର ଆତ୍ମିକ ସ୍ତରକୁ ସେ ତାକୁ ନେଇଯାଏ। ଆତ୍ମିକ ସ୍ତର ଭିତରେ ସେ ତାକୁ ଜାଗ୍ରତ କରେଇକି ରଖେ। ତେଣୁ ତେଣୁ ଗୁରୁ ହଉଛନ୍ତି ଯିଏକି ତାକୁ ମଣିଷ ଜୀବନରେ ଗାଇଡ କରନ୍ତି ତାର କ୍ୟାରେକ୍ଟରଟାକୁ ତିଆରି କରିବା ପାଇଁ। ତ ସକ୍ସେସ୍ ୱିଦାଉଟ୍ କ୍ୟାରେକ୍ଟର ଇଜ ବିକମ୍ ଡେଞ୍ଜରିୟସ୍। ଆମେ ମଣିଷ ସଫଳ ହେଇ ଉଠିଛୁ, କିନ୍ତୁ କ୍ୟାରେକ୍ଟର ଚରିତ୍ରଟାକୁ ଠିକ ଭାବରେ ଡିଜାଇନ କରିପାରିବୁ। ତା ମାନେ ଆମ ଚରିତ୍ରଟା ଠିକ ଭାବରେ ଡିଜାଇନ କରିପାରିବୁ। ସେଥିପାଇଁ ଆମର ଚଳନୀ ଚରିତ୍ରଟା ଡେଞ୍ଜରିୟସ୍ ହେଇ ଉଠିଛି। ଯେତେବେଳେ ମଣିଷଟା ଗୁରୁମୁଖୀ ହେଇକି ଚାଲେ, ଗୁରୁ ତା ଭିତରେ ଦୟା, କ୍ଷମା, ଶାନ୍ତି ସବୁ କିଛି ଭରି ଦିଅନ୍ତି। ଗୁରୁ ତାଙ୍କ ଭିତରେ ଅନେଷ୍ଟି, କମ୍ପାସନ, ଡିସିପ୍ଲିନ ହଉଛି କଣ ନା ଜଣେ ଡିସିପ୍ଲିନ ହେଲେ ହିଁ ସେ ଡିସାଇପଲ ହେଇପାରେ। କାରଣ ଡିସାଇପଲ ୱିଦାଉଟ୍ ଡିସିପ୍ଲିନ ଇଜ ନଟ୍ ପସିବଲ। ତେଣୁ ଗୁରୁ ତା ଭିତରେ ସେ ଡିସିପ୍ଲିନଟାକୁ ଭରେଇ ଦିଅନ୍ତି। ଠାକୁରଙ୍କୁ ଧରିଲେ ସକାଳୁ ଉଠିକି ନିର୍ଦ୍ଦିଷ୍ଟ ସମୟରେ ପ୍ରେୟାର କରିବାକୁ ପଡେ, ସନ୍ଧ୍ୟା ପ୍ରାର୍ଥନା କରିବାକୁ ପଡେ। ତେଣୁ ନିର୍ଦ୍ଦିଷ୍ଟ ସମୟରେ ଅନବରତ ନାମ କରିବାକୁ ପଡେ। ଏଇ ଯୋଉ ଡିସିପ୍ଲିନଟା ତାହା କେବଳ ଡିସାଇପଲ ହେଲେ ହିଁ ହେଇପାରେ। ତେଣୁ ଅନେଷ୍ଟି, କମ୍ପାସିଅନ, ଡିସିପ୍ଲିନ ଆଉ ତାର ଯୋଉ ରେସ୍ପନ୍ସିବିଲିଟି, ତାର ଦାୟିତ୍ୱବୋଧଟା ଗୁରୁ ହିଁ ତା ଭିତରେ ଜାଗ୍ରତ କରେଇ ଦିଅନ୍ତି। ଅଦରୱାଇଜ ସେ ଜୀବନରେ ଯେତେ ସକ୍ସେସଫୁଲ ହେଲେ ବି ସେ ଜୀବନରେ ଠିକ ଭାବରେ ମଣିଷ ଭଳି ମଣିଷ ହେଇପାରେ ନା। ତା ଭିତରେ ଗୁରୁ ମଣିଷ ଭିତରେ କଣ କରନ୍ତି, ଗୁରୁମୁଖୀ ଚଳନ ଭିତରେ ସେ ଜାଣିପାରେ ଯେ ତା ଭିତରେ କୋଉଟା ରାଇଟ ଆଉ କୋଉଟା ରଙ୍ଗ, ଠିକ ଭୁଲଟାର ଡିଫରେନ୍ସଟାକୁ ସେ ଠିକ ବୁଝି ପାରେ। ତା ଜୀବନରେ ଜୀବନଟାର ଚଳଣିଟା ଏଥିକାଲ କ୍ଲାରିଟି ରହେ। ଆଉ ଖାଲି ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ କହିଲେ ହବନି।
କାରଣ ନୟନ ପଥଗାମୀ ସେ ନୟନ ତମେ ସେଇଠୁ ଆସିଲା ପରେ ପୁଣି ଚିକେନ ଭିଡି ଦଉଛନ୍ତି ବାଟରେ। ଜଗନ୍ନାଥ ତ କହୁନାହାନ୍ତି କି ଖାଉନାହାନ୍ତି, ତମେ କାହିଁକି ଖାଉଛ? ବିକଜ ଏଥିକାଲ କ୍ଲାରିଟି ରହୁନି। ସୋ ମଣିଷର ଯୋଉ ମେଣ୍ଟାଲ ହେଲ୍ଥଟା, ଯୋଉ ଇମୋସନାଲ ଇନଷ୍ଟାବିଲିଟି, ଆଂଜାଇଟି, ଡିପ୍ରେସନ, ଷ୍ଟ୍ରେସ୍ ଯୋଉ ସବୁ ଆସୁଛି ବର୍ତ୍ତମାନ ମଡର୍ଣ୍ଣ ଏଜରେ, ତାର ମୂଳ ଉତ୍ପାଦନ, ତାର ମୂଳ ହଉଛି ତାର ୱାର୍କ ଲୋଡ ଷ୍ଟ୍ରେସ୍ ରୁ ଆସୁଛି। ତାହା କେବଳ ଗୁରୁଙ୍କୁ ଧରିଲେ ହିଁ ସେ ସବୁ ସେଇ ଷ୍ଟ୍ରେସ୍ ରୁ ସେ ଦୂରକୁ ଯାଇପାରିବ। ତେଣୁ ତାର ଯୋଉ ଗୁରୁ ତା ଭିତରେ ସେ ଇନର ଷ୍ଟ୍ରେଂଥ ଟାକୁ ଭରି ଦିଅନ୍ତି। ତେଣୁ ଗୁରୁମୁଖୀ ଚଳନୀ ଭିତରେ ତାର ସେ ଇନର ଷ୍ଟ୍ରେଂଥ ଟା ପ୍ରପରଲି ନର୍ଚର ହୁଏ। ତାର ସେ ହଉଛନ୍ତି ଠାକୁର, ହଉଛନ୍ତି ବୈଶିଷ୍ଟ୍ୟ ପାଣି। ତେଣୁ ସମସ୍ତଙ୍କର ଯୋଉ ଗୁଣ ବୈଶିଷ୍ଟ୍ୟ ଅଛି ତାକୁ ସେ ନର୍ଚର କରନ୍ତି। ତାଙ୍କର ସେଇ ସାଧନାର ପଥ ଦେଇକି ମଣିଷ ଯେତେବେଳେ ଚାଲେ, ସିଏ ସାଧନା ପଥରେ ଠିକ ଭାବରେ ଅଗ୍ରସର ହେଇପାରେ। ଦ ପର୍ପୋଜ ଅଫ ଲାଇଫ ଟାକୁ ଅନୁଭବ କରିପାରେ ସେ ଗୁରୁମୁଖୀ ଚଳନୀ ଭିତରେ। ତେଣୁ ଗୁରୁ ନଥିଲେ ଆଉ ଗୁରୁମୁଖୀ କୋଉଠି ହେଇପାରିବ? ତେଣୁ ଜୀବନରେ ସମସ୍ତଙ୍କୁ ଦୀକ୍ଷିତ ହବାକୁ ପଡିବ, ଗୁରୁଙ୍କୁ ଧରିବାକୁ ପଡିବ, ତାପରେ ଗୁରୁମୁଖୀ ଚଳନୀରେ ଚାଲିବାକୁ ପଡିବ। ତେଣୁ ଗୁରୁ ତା ଭିତରେ କଣ ତିଆରି କରନ୍ତି? ଆନନ୍ଦ ଦିଅନ୍ତି, ଶାନ୍ତି ସୁସ୍ଥି ଦିଅନ୍ତି। ଆଉ ସେ ଯୋଉ ଗୁରୁଙ୍କର ଯୋଉ ପ୍ରାକ୍ଟିସ ଟାକୁ ଯେତେବେଳେ ସେ ମାନେ, ତା ଭିତରେ ଯୋଉ ମାନବୀୟ ଗୁଣରୁ, ସାଧାରଣ ମାନବୀୟ ଗୁଣରୁ ସେ ଅତି ମାନବୀୟ ଦୈବ ଗୁଣରେ ପରିପ୍ରକାଶ ହୁଏ। ଯାହା ବଡଦା ଠିକ ସେଇ କଥା କହୁଥିଲେ ଯେ ମଣିଷ ଭିତରେ ଠାକୁରତ୍ଵ ଜାଗ୍ରତ କରିବାର କଥା। ଯେତେବେଳେ ଆମେ ବରଦାଙ୍କର ସୁନ୍ଦର ଉପାଖ୍ୟାନ କହିବାର ଉଦ୍ଦେଶ୍ୟ ହଉଛି, ଯେତେବେଳେ ସୂର୍ଯ୍ୟଙ୍କୁ ଆମେ ଅନେଇକି ଚାଲୁ ବା ଯେତେବେଳେ ଗୁରୁଙ୍କୁ ଅନେଇକି ଗୁରୁମୁଖୀ ହେଇକି ଯେତେବେଳେ ଚାଲୁ, ସେତେବେଳେ ଛାଇଟା ଆମ ପଛପଟରେ ପଡେ। ଛାଇଟା ଆମ ପଛେ ପଛେ ପଡେ। ତା ମାନେ ଆମ ଜୀବନର ଆ ମାନେ ଯାହା ପାଇଁ ଆମେ ଜୀବନଟା ସବୁବେଳେ ବିତଉଥାଉ, ତା ମାନେ ଅର୍ଥ ମାନ ଯଶ ପାଇଁ, ସେ ଅର୍ଥ ମାନ ଯଶଟା ଆମ ପଛେ ପଛେ ଗୁଡାଏ। ମଣିଷ ଯେତେବେଳେ ଗୁରୁମୁଖୀ ଜୀବନ ଯାପନ କରେ, ଅର୍ଥ ମାନ ଯଶ ତା ପଛେ ପଛେ ଧାବନ କରେ। କିନ୍ତୁ ଯେତେବେଳେ ସେ ସୂର୍ଯ୍ୟଙ୍କୁ ପଛ କରିଦିଏ ବା ଗୁରୁଙ୍କୁ ପଛ କରିଦିଏ, ଅର୍ଥମାନ ପଛକୁ ଲକ୍ଷ୍ୟ କରି ଜୀବନଟା ଯାପନ କରେ, ଗୁରୁ ବା ଇଷ୍ଟ ସେତେବେଳେ ତା ପଛେ ରହିଯାନ୍ତି। ସେ ଜୀବନରେ ଶାନ୍ତି ପାଇପାରେ ନା। ତେଣୁ ସେ ଜୀବନରେ ତାର ଷ୍ଟ୍ରେସ୍, ଆଂଜାଇଟି, ଡିପ୍ରେସନ ବହୁତ ଜୋରେ ଆସିଯାଏ। ଯାହା ହଉ, ସମୟ ତ ହେଇଯାଇଛି। ସମସ୍ତଙ୍କର ଶାନ୍ତି ସୃଷ୍ଟି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି ମୋର ବକ୍ତବ୍ୟକୁ ଏଇଠି ଆ, ବିରାମ ଦଉଛି। ଆଚାର୍ଯ୍ୟ ଜୟ ଗୁରୁ। बहुत सुंदर आलोचना। सोशल मीडिया आज जो अवस्था, प्रथम कथा, द्वितीय कथा जे नाम जो प्रकार विशृंखलित आचरण, युवपीढ़ी को कंट्रोल कर जो भावावेग आम भर रहा दरकार, और जो फ्लोटा रहा दरकार, और जो पदक्षेप नवा दरकार, केते दूर आम निजे से प्रस्तुत रोचे एक प्रश्नवाची। द्वितीय हूँ आज सोशल मीडिया पुरुषोत्तम को नहीं जो भाव में आम कदच्च भाषा व्यवहार, हिंदू नाम ख्रीस्टियान मान को जो भाव में आम व्यवहार करूँ, मोहम्मद को जो प्रकार भाषा प्रयोग करूँ, देखिले मनटा बहुत कष्ट हुए। तेणु आज जो अवस्था भर आम रही सोशल मीडिया भितर मान जो प्रकार आटाचमेंट रही लिडिंग होती परम पूज्य शिष्य अजीत, जो धारा भाव से नहीं चली आम केते दूर बहन कर चलीचे गतिशील दुनिया में आम मैंने केते अनुधान करुचे भाव में आगे चलीचे एक प्रश्नवाची आत्मसमीक्षार विषय। आप शिक्षाविद सुंदर भाव आलोचना कर कौन विश्वासात्मक मत दबार दुष्टता करी ना, बारंबार आसवे आलोचना करेंगे, निजुक्त सजाड़ा पड़ो जमी ना भयंकर परिस्थिति आसूची युवक मान सचेतन हवा पड़ो एवं से कठोर पड़ो। सभा शेष में आपणकर परिवेश समस्त भलरे पातु या प्रार्थना रखे परम पिता शिरंगा चौधरी। जय गुरु साहब, जय गुरु।